ସ୍ୱର୍ଗତ ଦାମୋଦର ରାଉତଙ୍କ 84ତମ ଜନ୍ମ ଜୟନ୍ତୀ ପାଳିତ। ପାରାଦୀପ ବିଜୁ ଜନତା ଦଳ ପକ୍ଷରୁ ସ୍ୱର୍ଗତ ଦାମୋଦର ରାଉତଙ୍କ 84ତମ ଜନ୍ମ ଜୟନ୍ତୀ ବିଜୁ ପଟ୍ଟନାୟକ ଟ୍ରଷ୍ଟ ପରିସରରେ ମହା ଆଡ଼ମ୍ବର ସହ ପାଳନ କରାଯାଇଛି। ବିଜୁ ଜନତା ଦଳର ବରିଷ୍ଠ ନେତା କୁମରବର ନାୟକଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶ୍ରମିକ ନେତା ତଥା ବିଜୁ ଜନତା ଦଳର ସକ୍ରିୟ ନେତୃତ୍ୱ ନେଇଥିବା ଅରିନ୍ଦମ ସରଖେଲ ଯୋଗ ଦେଇଥିବା ବେଳେ ନାରୀ ନେତ୍ରୀ ସବିତା ମହାପାତ୍ର, ପାରାଦୀପ ପୌର ପରିଷଦର ପାରିଷଦ ପ୍ରଭାତୀ ନାୟକ, ପୂର୍ବତନ ପାରିଷଦ ମାନସ ବିଶ୍ୱାଳ, ଆଇନଜୀବୀ କୈଳାସ ଚନ୍ଦ୍ର ସାହୁ, ବିଜୁ ଜନତା ଦଳର ସକ୍ରିୟ କର୍ମୀ ସୁଶୀଲ ମହାପାତ୍ର, ଅନୁପ ସାହାଣୀ, ଯୋଡ଼ି କାନ୍ତ ପରିଡ଼ା ପ୍ରମୁଖ ଯୋଗ ଦେଇଥିବା ବେଳେ ଦେଖିବାକୁ ମିଳିଥିଲା। ଏଥିରେ ବିଜୁ ଜନତା ଦଳର ପାରାଦୀପ 19ଟି ୱାର୍ଡ଼ରେ ଥିବା ପାରିଷଦ ଓ ଦାମୋଦର ରାଉତଙ୍କୁ ଭଲ ପାଉଥିବା ତଥା ବିଜୁ ଜନତା ଦଳକୁ ଭଲ ପାଉଥିବା ବହୁ କର୍ମୀ ଉପସ୍ଥିତ ଥିଲେ। ଏଥିରେ ସ୍ୱର୍ଗତ ଡକ୍ଟର ଦାମୋଦର ରାଉତଙ୍କ କାର୍ଯ୍ୟଶୈଳୀ ଉପରେ ଉପସ୍ଥିତ ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଆଲୋକପାତ କରିଥିଲେ। ପାରାଦୀପରୁ ପୁରୁଷୋତ୍ତମ ଶତପଥୀଙ୍କ ରିପୋର୍ଟ, କାନ୍ତିଧାରା ନ୍ୟୁଜ୍। କୈଳାସ ସାହୁ, ବିଜୁ ଜନତା ଦଳ ପାରାଦୀପ। ଆଜି ପାରାଦୀପର ଗର୍ବ ଏବଂ ଗୌରବ, ପାରାଦୀପର ଶ୍ରୀ ଡକ୍ଟର ଦାମୋଦର ରାଉତଙ୍କ 84ତମ ଜନ୍ମଦିବସ। ଏହି ଅବସରରେ ପାରାଦୀପ ବିଜୁ ମେମୋରିଆଲ ଟ୍ରଷ୍ଟ ତରଫରୁ ବିଜୁ ଜନତା ଦଳ ତରଫରୁ ବିଜୁ ମେମୋରିଆଲ ଟ୍ରଷ୍ଟରେ ଡକ୍ଟର ଦାମୋଦର ରାଉତଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ତତ୍ସହିତ ପାରାଦୀପ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିକୁ ଏବଂ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ପୁନର୍ବାର ଯେଉଁ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା ତାହା ପ୍ରତି ପାରାଦୀପ ପୌର ପ୍ରଶାସନ ହେଉ କିମ୍ବା ବନ୍ଦର ପ୍ରଶାସନ ଯେଉଁ ଅନ୍ୟାୟ କରିଥିଲେ ତାକୁ ଦୃଢ଼ ବିରୋଧ କରାଇଥାଏ ଏବଂ ତାଙ୍କୁ ପ୍ରତିମୂର୍ତ୍ତିରେ ଆମେ କଲର୍ ଦେଇ ତାଙ୍କୁ ଉଚିତ ଦେବାରେ ଆମେ ସମସ୍ତ ପାରାଦୀପ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ଏବଂ ଆମର ନେତା ଅରିନ୍ଦମ ସରକାରଙ୍କ ସହକାରେ ନିଶ୍ଚିନ୍ତ ଭାବରେ ମନ ଦୁଃଖ କରୁଥିବେ ଉପରେ ଥାଇ ଏବଂ କଷ୍ଟ ପାଉଥିବେ। ଯେଉଁ ବିକଶିତ ପାରାଦୀପ ଗଠନ କରିବା ପାଇଁ ଯେଉଁ ସଂକଳ୍ପ କରିଥିଲେ ତାଙ୍କର ଦୀର୍ଘ ଜୀବନ ରାଜନୈତିକ ଜୀବନରେ ସେ ଯେଉଁ ଚିନ୍ତା କରିଥିଲେ ପାରାଦୀପରେ ଏକ ବିକଶିତ ପାରାଦୀପ ଏବଂ ସମୃଦ୍ଧ ପାରାଦୀପ ଗଠନ କରିବା ପାଇଁ ତାହା ନିଶ୍ଚିନ୍ତ ଭାବରେ ସମ୍ପାଦନ ହୋଇଛି ଏବଂ ଆଗାମୀ ଦିନରେ ଏ କିପରି ଭାବରେ ତାଙ୍କର ନୀତି ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ତାଙ୍କର ଯେଉଁ ନୀତିପ୍ରିୟ ନିୟମ ଥିଲା ଏବଂ ତାଙ୍କର ଯେଉଁ ଚିନ୍ତନ ଥିଲା ସେ ଚିନ୍ତନକୁ ଆଗାମୀ ଦିନରେ ଆମେ ସମସ୍ତେ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ବିଜୁପ୍ରେମୀ ଆମେ ସମସ୍ତେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବୁ। ନିଶ୍ଚିନ୍ତ ସୁଶୀଲ ମହାପାତ୍ର, ବିଜୁ ଜନତା ଦଳ ପାରାଦୀପ। ଆଜି ଆମର ଏରସମା ପାରାଦୀପ ଶ୍ରୀ ପୂର୍ବତନ ମନ୍ତ୍ରୀ, ଓଡ଼ିଶା ରାଜନୀତିର ବିଶାରଦ, ସମସ୍ତେ ତାଙ୍କୁ ଚାଣକ୍ୟ କୁହନ୍ତି, ଡାକ୍ତର ଦାମୋଦର ରାଉତଙ୍କର 84ତମ ଜନ୍ମଦିବସ। ଆମେ ପ୍ରତିବର୍ଷ ତାଙ୍କର ଜନ୍ମଦିବସ ପାଳନ କରୁ। ଏ ବର୍ଷ ଏକ ନିଆରା ଜନ୍ମଦିବସ ତାଙ୍କର, କାରଣ 2 ବର୍ଷ ହେବ ତାଙ୍କର ଦେହାନ୍ତ ହୋଇଯାଇଛି। ଦେହାନ୍ତ ହେବା ପରେ ଇଏ ପ୍ରଥମ ତାଙ୍କର ଜନ୍ମଦିବସ ଆମେ ପାଳନ କରୁଛୁ। ଆଜି ଆମର ବିଜୁ ମେମୋରିଆଲ ଟ୍ରଷ୍ଟ ପରିସର ସମସ୍ତେ ଆମର ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଆସିଥିଲେ, ଉପସ୍ଥିତ ଥିଲେ। ସମସ୍ତଙ୍କର ଉତ୍ସାହ ଉଦ୍ଦୀପନାର ସହିତ ତାଙ୍କର ଜନ୍ମଦିବସ ପାଳନ କରିଛନ୍ତି। ଆମ ସହିତ ଥିଲେ ଆମର ଜିଲ୍ଲାର ମହିଳା ସଭାନେତ୍ରୀ ସବିତା ମହାପାତ୍ର, ପାରିଷଦ ତଥା ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ପାରାଦୀପର ପ୍ରଭାତୀ ନାୟକ ଥିଲେ। ଆମର କୁମରବର ନାୟକ ଯିଏକି ପାରାଦୀପର ନେତୃତ୍ୱ, ତାଙ୍କର ନେତୃତ୍ୱରେ ଏ କାର୍ଯ୍ୟକ୍ରମ ହୋଇଥିଲା। ଆଉ ବରିଷ୍ଠ ସମସ୍ତ ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା ତଥା ଆମର ବାପି ସର୍କଲ ମହୋଦୟ ଆମ ସହିତ ଯୋଗଦାନ କରିଥିଲେ। ଆମେ ସକାଳୁ ପ୍ରଥମେ ଗଲୁ ବିଜୁବାବୁଙ୍କ ଷ୍ଟାଚ୍ୟୁ ପାଖକୁ। ସେଠି ଆମର ନିୟମ ଅନୁସାରେ ପୁଷ୍ପମାଲ୍ୟ ଦିଆଯାଏ ବିଜୁବାବୁଙ୍କ ପାଖରେ। ଆଉ ତାପରେ ସେଠି ଆମର ପୁଷ୍ପଗୁଚ୍ଛ ଦେବା ପରେ
ସେଇଠି ଗୋଟାଏ କଥା ଆମର ବାପି ସର୍କଲ ମହୋଦୟ ଥିଲେ, ସମସ୍ତେ ଥିଲେ, କାର୍ଯ୍ୟକର୍ତ୍ତା ଥିଲେ, ସମସ୍ତଙ୍କ ମନକୁ ଗୋଟାଏ କଥା ଆସିଲା, ଆଜି ବିଜୁବାବୁ ଯିଏକି ପାରାଦୀପ ବନ୍ଦର କରିଥିଲେ କିନ୍ତୁ ତାଙ୍କର ଷ୍ଟାଚ୍ୟୁ ଆଜି ଅବହେଳିତ ଅବସ୍ଥାରେ ଅଛି, ରଙ୍ଗ ଛାଡ଼ିଗଲାଣି। ତେଣୁ ସେଇଠି ସାଙ୍ଗେ ସାଙ୍ଗେ ବାପି ସର୍କଲ ମହୋଦୟ କହିଲେ ସାଙ୍ଗେ ସାଙ୍ଗେ ଆମର ରଙ୍ଗ ହେବ। ତେଣୁ ସେ ସେଇଠି ବି ରଙ୍ଗବାଲାଙ୍କୁ ଡାକି ରଙ୍ଗ ଆଣିକି ଆରମ୍ଭ କରିଦେଲେ। ଆମର ବିଜୁବାବୁଙ୍କ ଷ୍ଟାଚ୍ୟୁରେ ସେଠି ଆମର ରଙ୍ଗ ଦେବା ଆରମ୍ଭ ହେଲା। ତାପରେ ଆମେ ଆସି ଏଇଟା ଆମର ଏଇଠି ସଭା କାର୍ଯ୍ୟ ସ୍ମୃତି ସଭା ଆରମ୍ଭ କଲୁ। ଆମର ତାଙ୍କର ଜନ୍ମ ଜୟନ୍ତୀ ପାଳନ କଲୁ ଡକ୍ଟର ଦାମୋଦର ରାଉତଙ୍କର। ସମସ୍ତେ ତାଙ୍କ ବକ୍ତବ୍ୟରେ ଡକ୍ଟର ଦାମୋଦର ରାଉତ କିଭଳି ଭାବରେ ଜଣେ ସ୍ପଷ୍ଟବାଦୀ ରାଜନେତା ଥିଲେ, କିଭଳି ଭାବରେ 24 ବର୍ଷ ଭିତରେ ନବୀନ ବାବୁଙ୍କୁ ଢାଲ କରିକି ରଖିଥିଲେ, ସେ ସେଇ ତାଙ୍କର ଗୁଣଗାନ ସମସ୍ତେ କଲେ। ସେ ଯେମିତି ତାଙ୍କର ଆଉ ଗୋଟେ ଦୁଃଖ ପ୍ରକାଶ କଲେ, ସେ ତାଙ୍କର ଦେହାନ୍ତ ପରେ ଆମର କ'ଣ କ୍ଷତି ହେଇଛି ଆମେ ସମସ୍ତେ ଅନୁଭବ କରୁଛୁ ବୋଲି ସମସ୍ତେ କହିଲେ। କ'ଣ ଭାବୁଛନ୍ତି ସ୍ୱର୍ଗତ ଡକ୍ଟର ଦାମୋଦର ରାଉତ ଗଲା ପରେ ପାରାଦୀପର ବିକାଶ ଉପରେ କ'ଣ ପାରାଦୀପର ଡକ୍ଟର ଦାମୋଦର ରାଉତ ଥିବା ପର୍ଯ୍ୟନ୍ତ ପାରାଦୀପ ବିକାଶ ହୋଇଥିଲା। ଯାହା ବିଜୁବାବୁ କରୁଥିଲେ, ବିଜୁବାବୁଙ୍କର ପଟ ଶିଷ୍ୟ ତାଙ୍କର କାର୍ଯ୍ୟକୁ ସେ କାମରେ, ତାଙ୍କର କଥାକୁ ସେ କାମରେ ଲଗାଇଥିଲେ, କିନ୍ତୁ ସେ ବିକାଶ କରିଥିଲେ। କିନ୍ତୁ ତାଙ୍କର ଦେହାନ୍ତ ପରେ ଆଜି ପାରାଦୀପ ବିନାଶ ଆଡ଼କୁ ଗତି କରୁଛି। ଆଉ ଥରେ ଆରମ୍ଭ କରୁ। ଆଜି ଦାମବାବୁଙ୍କର 84ତମ ଜନ୍ମଦିବସ। ଆଜି ସକାଳେ ଆମେ 18 ବାଙ୍କିଠାରେ ବିଜୁବାବୁଙ୍କୁ ଫୁଲ ଦେଇଥିଲୁ ଏବଂ ତାଙ୍କର ଯେଉଁ ଷ୍ଟାଚ୍ୟୁ ଅଛି ସେ ଷ୍ଟାଚ୍ୟୁଟି ପରିଷ୍କାର ନଥିଲା, ତାକୁ ପରିଷ୍କାର କରି ରଙ୍ଗ ମାଧ୍ୟମ ଆମେ କରେଇଛୁ। ଏବଂ ଆଜି ବିଜୁ ମେମୋରିଆଲ ଟ୍ରଷ୍ଟରେ ଆମର ପାରାଦୀପ ମ୍ୟୁନିସିପାଲିଟିର 19ଟି ୱାର୍ଡ଼ରୁ ବିଭିନ୍ନ ମା ମାଉସୀ ଯୁବବନ୍ଧୁମାନେ ଆସିଥିଲେ, ବିଜୁ ପ୍ରେମୀ ଏବଂ ଦାମ ପ୍ରେମୀ ବନ୍ଧୁମାନେ। ଏବଂ ଦାମବାବୁଙ୍କର ଯେଉଁ ଅବଦାନ ପାରାଦୀପ ପ୍ରତି ରହିଛି ସେଇଟା ଚିର ସ୍ମରଣୀୟ ରହିବ। ଏବଂ ଆଗାମୀ ଦିନରେ ଦାମବାବୁଙ୍କର ଡକ୍ଟର ଦାମୋଦର ରାଉତ ଫାଉଣ୍ଡେସନ୍ ଟ୍ରଷ୍ଟ ହିସାବରେ ଆମେ ଗୋଟେ ଗଠନ କରୁଛୁ, ଯେଉଁଥିରେ କୁଜଙ୍ଗ ଏବଂ ପାରାଦୀପର ଉଭୟ ନେତୃବୃନ୍ଦ ରହିବେ ଏବଂ ପାରାଦୀପ ମ୍ୟୁନିସିପାଲିଟି ଏରିଆରେ ଏବଂ କୁଜଙ୍ଗ ମାଟିରେ ତାଙ୍କର ଗୋଟେ ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ଆମେ ସଂକଳ୍ପ ନେଇଛୁ। ଡକ୍ଟର ଦାମୋଦର ରାଉତ ସାରା ଓଡ଼ିଶାରେ ଏକ ବିରଳ ନେତା ଥିଲେ। ସିଏ ସବୁବେଳେ ତାଙ୍କ କଥା ସ୍ପଷ୍ଟ ଭାବରେ ଗଣମାଧ୍ୟମରେ କହିଛନ୍ତି ଏବଂ ହାଉସ୍ରେ ମଧ୍ୟ କହିଛନ୍ତି ଏବଂ ଇଏ ଅଞ୍ଚଳବାସୀ ସବୁବେଳେ ତାଙ୍କ ହୃଦୟରେ ରହିବେ ଅଞ୍ଚଳବାସୀଙ୍କର ଏବଂ ଆଗାମୀ ପିଢ଼ି ପାଇଁ ସିଏ ଏକ ପ୍ରେରଣା। ଏବଂ ସବୁବେଳେ ଆମେ ଦାମବାବୁଙ୍କୁ ଯେଉଁ ଭଳିଆ ଭାବରେ ତାଙ୍କର ଇଏ ଅଞ୍ଚଳ ପ୍ରତି ଭଲ ପାଇବା ଥିଲା, ଇଏ ଅଞ୍ଚଳର ପ୍ରଗତି ପ୍ରତି ଭଲ ପାଇବା ଥିଲା, ଆମେ ତାଠୁ ପ୍ରେରଣା ନେଉଛୁ ଏବଂ ଆଗାମୀ ଦିନରେ ଦାମବାବୁଙ୍କର ପଦପ୍ରଦର୍ଶନରେ ଆମେ ଚାଲିବା ପାଇଁ ନିଶ୍ଚିତ ଚେଷ୍ଟା କରିବୁ।